আজি ତୁରିଧ୍ୱନି ପର୍ବ ଅଟେ। ମୁଁ ପ୍ରାର୍ଥନା କରୁଅଛି ଯେ ସ୍ୱର୍ଗୀୟ ପିତା ଓ ମାତା ଏହି ତୁରିଧ୍ୱନି ପର୍ବ ଦ୍ୱାରା ସିଓନ ପରିବାରର ସମସ୍ତ ସଦସ୍ୟଙ୍କ ଉପରେ ପ୍ରଚୁର ମାତ୍ରାରେ ପବିତ୍ର ଆତ୍ମାଙ୍କ ଆଶୀର୍ବାଦ ବର୍ଷଣ କରିବେ। ଆଜି ଆସନ୍ତୁ ଆମ୍ଭେ ତୁରିଧ୍ୱନି ପର୍ବ ଏବଂ ପ୍ରାର୍ଥନା ସପ୍ତାହ ଶୀର୍ଷକର ଉପଦେଶର ସହିତ ତୁରିଧ୍ୱନି ପର୍ବର ଅର୍ଥକୁ ଅଧ୍ୟୟନ କରି ଏହା ବୁଝିବା ପାଇଁ କିଛି ସମୟ ନେବା କି ପରମେଶ୍ୱର ପ୍ରାର୍ଥନାର 10 ଦିନକୁ ନିଯୁକ୍ତ କରି ଆମ୍ଭମାନଙ୍କୁ ପ୍ରାର୍ଥନା କରିବାକୁ ଅଧିକ ସମୟ କାହିଁକି ଦେଲେ। ତୁରିଧ୍ୱନି ପର୍ବ ପ୍ରାୟଶ୍ଚିତ ଦିନର ପ୍ରସ୍ତୁତି କରିବା ପାଇଁ ନିଯୁକ୍ତ କରାଯାଇଥିଲା। ଇସ୍ରାଏଲୀୟମାନେ ପ୍ରାୟଶ୍ଚିତ ଦିନର 10 ଦିନ ପୂର୍ବେ ଉଚ୍ଚ ସ୍ୱରରେ ତୁରିଧ୍ୱନି କଲେ, ଯାହାଫଳରେ ସମସ୍ତ ଇସ୍ରାଏଲୀୟମାନଙ୍କୁ ଅଧିକ ଧାର୍ମିକ ଓ ପବିତ୍ର ଜୀବନ ବଞ୍ଚିବାର ସ୍ମରଣ କରାଇପାରିବେ। ପରମେଶ୍ୱର ପ୍ରତିଜ୍ଞା କରିଥିଲେ କି ଇସ୍ରାଏଲୀୟମାନଙ୍କ ଦ୍ୱାରା ବର୍ଷଯାକ କରିଥିବା ସମସ୍ତ ପାପ ଓ ଅପରାଧକୁ ଏହି ଦିନ କ୍ଷମା କରିଦିଆଯିବ। ପ୍ରାୟଶ୍ଚିତ ଦିନର ପ୍ରସ୍ତୁତିରେ ପବିତ୍ର କ୍ୟାଲେଣ୍ଡର ଅନୁସାରେ ସପ୍ତମ ମାସର ପ୍ରଥମ ଦିନ ତୁରିଧ୍ୱନି କରାଯାଇଥିଲା। ଏହା ତୁରିଧ୍ୱନି ପର୍ବର ଆରମ୍ଭ ଅଟେ, ଯାହା ଶରତ ଋତୁର ପ୍ରଥମ ପର୍ବ ଅଟେ। ଏହାକୁ ବୁଝିବା ପାଇଁ ଆମ୍ଭମାନଙ୍କୁ ଏହା ଯାଞ୍ଚ କରିବାର ଆବଶ୍ୟକ କି 3500 ବର୍ଷ ପୂର୍ବେ ମୋଶାଙ୍କ ସମୟରେ କ'ଣ ହୋଇଥିଲା। ଇସ୍ରାଏଲୀୟମାନଙ୍କ ସହିତ ସୁଫ ସମୁଦ୍ରକୁ ଅତିକ୍ରମ କରିବା ପରେ 50ତମ ଦିନ ମୋଶା ପ୍ରଥମ ଥର 10 ଆଜ୍ଞା ପ୍ରାପ୍ତ କରିବା ପାଇଁ ସିନୟ ପର୍ବତକୁ ଆରୋହଣ କଲେ। ଯେବେ ମୋଶା ପ୍ରଥମ ଥର ସିନୟ ପର୍ବତ ଆରୋହଣ କଲେ, ତେବେ ସେ 40 ଦିନ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ସଙ୍ଗରେ ରହିଲେ। ଯେତେବେଳେ ମୋଶା ପରମେଶ୍ୱରଙ୍କ ସଙ୍ଗରେ ଥିଲେ, ସେତେବେଳେ ସେ ନାହିଁ ଜଳପାନ କଲେ ଓ ନାହିଁ ରୋଟି ଭୋଜନ କଲେ। ପରମେଶ୍ୱର ତାହାକୁ 10 ଆଜ୍ଞାର ପ୍ରସ୍ତର ଫଳକ ଦେଲେ ଆଉ ତାହାକୁ ନିର୍ଦ୍ଦେଶ କଲେ କି ସେ ସମସ୍ତ ଇସ୍ରାଏଲୀୟମାନଙ୍କୁ ଶିକ୍ଷା କରୁ କି ଏହି ଆଜ୍ଞା ଗୁଡ଼ିକର ସହିତ ପରମେଶ୍ୱରଙ୍କ ସେବା କିପରି କରିବେ। କିନ୍ତୁ ଯେତେବେଳେ ସେ 10 ଆଜ୍ଞାର ଫଳକ ସହିତ ପର୍ବତରୁ ତଳକୁ ଆସୁଥିଲେ, ସେ ଦେଖିଲେ କି ଲୋକମାନେ ଏକ ସୁନାର ବାଛୁରୀର ପ୍ରତିମାକୁ ପୂଜା କରୁଥିଲେ। ମୋଶାଙ୍କ ଆଖି ସମ୍ମୁଖରେ ଇସ୍ରାଏଲୀୟ 10 ଆଜ୍ଞା ମଧ୍ୟରୁ 2ଟି ଆଜ୍ଞାକୁ ଉଲ୍ଲଙ୍ଘନ କରୁଥିଲେ। ଯେଉଁ ଆଜ୍ଞା ଗୁଡ଼ିକୁ ସେମାନେ ଉଲ୍ଲଙ୍ଘନ କଲେ ତାହା ଏହି: ଆମ୍ଭ ସାକ୍ଷାତରେ ତୁମ୍ଭର ଆଉ କୌଣସି ଦେବତା ହେବ ନାହିଁ ଏବଂ ପ୍ରତିମା ପୂଜା କରିବ ନାହିଁ। ତେବେ ମୋଶା ପରମେଶ୍ୱରଙ୍କ ଦ୍ୱାରା ପ୍ରାପ୍ତ ପବିତ୍ର 10 ଆଜ୍ଞାର ଫଳକକୁ ପର୍ବତରୁ ତଳକୁ ଫିଙ୍ଗି ଖଣ୍ଡ ଖଣ୍ଡ କରିଦେଲେ। ଏହି ପ୍ରକାରର ମୂର୍ତ୍ତି ପୂଜକଙ୍କ ପିଢ଼ି 3500 ବର୍ଷ ପୂର୍ବେ ଥିଲା। ପରମେଶ୍ୱର ଏହି ଘଟଣାକୁ ଏକ ଭବିଷ୍ୟବାଣୀ ରୂପେ ଘଟିବାକୁ ଦେଲେ, ଯାହାଫଳରେ ଆମ୍ଭକୁ ଏହା ଦେଖାଯାଇପାରେ କି ଭବିଷ୍ୟତରେ ତାହାଙ୍କ ମୁକ୍ତିର କାର୍ଯ୍ୟରେ କ'ଣ ହେବ। ମୋଶା ଇସ୍ରାଏଲୀୟମାନଙ୍କ ଉପରେ ବହୁତ କ୍ରୋଧିତ ହେଲେ। ମୋଶା ଭାବିଲେ ଏହା ସେମାନଙ୍କ ପାଇଁ ଗ୍ରହଣୀୟ ନୁହେଁ, ଯେଉଁମାନଙ୍କୁ କେବଳ ପରମେଶ୍ୱରଙ୍କ ଆରାଧନା କରିବା ଉଚିତ। ତେଣୁ ସେ ସମସ୍ତ ମୂର୍ତ୍ତି ପୂଜକମାନଙ୍କୁ ହତ୍ୟା କରିବାକୁ ଲେବୀୟମାନଙ୍କୁ ଆଦେଶ ଦେଲେ। ସେହିଦିନ ପ୍ରାୟ 3000 ଲୋକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଏଥିପାଇଁ ଇସ୍ରାଏଲୀୟମାନେ ପଶ୍ଚାତାପ ଭରା ହୃଦୟରେ ପରମେଶ୍ୱରଙ୍କୁ ପ୍ରାର୍ଥନା କଲେ ଏବଂ ସ୍ୱୟଂଙ୍କୁ ପରମେଶ୍ୱରଙ୍କ ଇଚ୍ଛା ସ୍ମରଣ କରାଇଲେ। ସେମାନେ ନିଜର ପାପ ଓ ଅପରାଧର କ୍ଷମା ଭିକ୍ଷା କରୁଥାଇ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କଲେ। ପୁଣି ପରମେଶ୍ୱର ମୋଶାଙ୍କୁ ସିନୟ ପର୍ବତ ଉପରକୁ ଆସିବାକୁ ଆଜ୍ଞା କଲେ, ଯାହାଫଳରେ ସେ ତାହାକୁ ଦ୍ୱିତୀୟ ଥର 10 ଆଜ୍ଞାର ଫଳକ ଦେଇପାରିବେ। ଯେଉଁଦିନ ସେ ଦ୍ୱିତୀୟ ଥର 10 ଆଜ୍ଞା ପ୍ରାପ୍ତ କରିବା ପାଇଁ ସିନୟ ପର୍ବତକୁ ଗଲେ, ତାହା ପବିତ୍ର କ୍ୟାଲେଣ୍ଡର ଅନୁସାରେ ଷଷ୍ଠ ମାସର ପ୍ରଥମ ଦିନ ଥିଲା। ସେଠାରେ ସେ 40 ଦିନ ଉପବାସ କଲେ ଏବଂ ତାହା ପ୍ରାପ୍ତ କଲେ। ଯେଉଁଦିନ ସେ ପର୍ବତରୁ ତଳକୁ ଆସିଲେ, ତାହା ପବିତ୍ର କ୍ୟାଲେଣ୍ଡର ଅନୁସାରେ ସପ୍ତମ ମାସର 10ମ ଦିନ ଥିଲା। ଇସ୍ରାଏଲୀୟମାନଙ୍କୁ ସ୍ମରଣ କରାଇବା ପାଇଁ କି ପରମେଶ୍ୱର ସେମାନଙ୍କ ପାପକୁ କ୍ଷମା କରିଛନ୍ତି ଆଉ ଲୋକମାନଙ୍କୁ ଏହା ଜାଣିବାକୁ ଦେବା ନିମନ୍ତେ କି ପ୍ରାୟଶ୍ଚିତର ଦିନ ପାଖେଇ ଆସୁଛି, ପରମେଶ୍ୱର ସେମାନଙ୍କୁ ଆଜ୍ଞା କଲେ ଯେ ସେମାନେ ପ୍ରାୟଶ୍ଚିତର ଦିନରୁ 10 ଦିନ ପୂର୍ବେ ପବିତ୍ର କ୍ୟାଲେଣ୍ଡର ଅନୁସାରେ ସପ୍ତମ ମାସର ପ୍ରଥମ ଦିନ ତୁରୀ ବଜେଇ ତୁରିଧ୍ୱନି ପର୍ବ ପାଳନ କରିବେ। ଆଜି ତୁରିଧ୍ୱନି ପର୍ବରେ ଅନେକ ଅର୍ଥ ରହିଛି, କିନ୍ତୁ ସେଥିମଧ୍ୟରୁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଅର୍ଥ
ପଶ୍ଚାତାପ ଅଟେ। ପଶ୍ଚାତାପର ତୁରୀର ଅର୍ଥ ତୁରୀ ଧ୍ୱନି ପର୍ବରେ ନିହିତ ଅଛି, ଯାହାକୁ ଆଜି ଆମ୍ଭେ ପାଳନ କରୁଅଛୁ। ଏଥିପାଇଁ ପରମେଶ୍ୱର ଆମ୍ଭମାନଙ୍କୁ ତୁରୀ ଧ୍ୱନି ପର୍ବଠାରୁ ପ୍ରାୟଶ୍ଚିତର ଦିନ ପର୍ଯ୍ୟନ୍ତ ପ୍ରାର୍ଥନାର 10 ଦିନ ମଧ୍ୟରେ ପଶ୍ଚାତାପ କରିବାର ସମୟ ଦେଲେ। ଆମ୍ଭକୁ ବାଇବଲ ମାଧ୍ୟମରେ ଏହି ପର୍ବର ଅର୍ଥକୁ ସଠିକ ଭାବରେ ବୁଝିବା ଉଚିତ ଏବଂ ପରମେଶ୍ୱରଙ୍କୁ ମହିମା ଦେବା ଉଚିତ। ଆସନ୍ତୁ ଆମ୍ଭେ ଯାତ୍ରା ପୁସ୍ତକ ଅଧ୍ୟାୟ 34 ଦ୍ୱାରା ଦେଖିବା କି ଇସ୍ରାଏଲୀୟମାନେ 10 ଆଜ୍ଞାର ଦ୍ୱିତୀୟ ଫଳକକୁ କିପରି ପ୍ରାପ୍ତ କଲେ। ଯାତ୍ରା ପୁସ୍ତକ ଅଧ୍ୟାୟ 34 ପଦ 1ରେ ଏହା ଲେଖା ଅଛି, ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ପୂର୍ବ ପରି 2 ପ୍ରସ୍ତର ପଟା ଖୋଳ। ତୁମ୍ଭେ ଯେଉଁ ପ୍ରସ୍ତର ପଟା ଭାଙ୍ଗିଅଛ, ତହିଁ ଉପରେ ଯାହା ଯାହା ଲେଖା ଥିଲା ସେହି ସବୁ କଥା ଆମ୍ଭେ ଏହି 2 ପ୍ରସ୍ତରରେ ଲେଖିବା। ପରମେଶ୍ୱର କହିଲେ କି ସେ ଇସ୍ରାଏଲୀୟମାନଙ୍କୁ ସୁନା ବାଛୁରୀର ଉପାସନା କରିବାର, ସେମାନଙ୍କ ଅପରାଧ କ୍ଷମା କରିବାର ଚିହ୍ନ ସ୍ୱରୂପେ ପ୍ରଥମ ଆଜ୍ଞା ସମାନ 10 ଆଜ୍ଞାର ଫଳକ ପ୍ରାପ୍ତ କରିବାର ଅନୁମତି ଦେବେ। ଆସନ୍ତୁ ଆମ୍ଭେ ପଦ 28କୁ ଯିବା। ସେହି ସମୟରେ ମୋଶା ସଦାପ୍ରଭୁଙ୍କ ସହିତ ସେହି ସ୍ଥାନରେ 40 ଦିବାରାତ୍ର ଅବସ୍ଥିତି କଲେ। ସେ ଅନ୍ନ ଭୋଜନ କି ଜଳପାନ କଲେ ନାହିଁ। ସେ ସେହି 2 ପ୍ରସ୍ତରରେ ନିୟମ ବାକ୍ୟ ଅର୍ଥାତ୍ 10 ଆଜ୍ଞା ଲେଖିଲେ। ଏହି ପ୍ରକାର ମୋଶା 10 ଆଜ୍ଞାର ଦ୍ୱିତୀୟ ଫଳକ ପ୍ରାପ୍ତ କଲେ ଏବଂ ପର୍ବତରୁ ତଳକୁ ଆସିଲେ। ପରମେଶ୍ୱର ଇସ୍ରାଏଲୀୟମାନଙ୍କୁ ପ୍ରତିବର୍ଷ ତୁରୀ ଧ୍ୱନି ପର୍ବ ପାଳନ କରିବାର ଅନୁମତି ଦେଲେ, ଯାହାଫଳରେ ସେମାନେ ମନେ ରଖିବେ କି ପରମେଶ୍ୱର ସେମାନଙ୍କ ଅଗଣିତ ପାପକୁ କ୍ଷମା କରନ୍ତି। ପରମେଶ୍ୱର ସେମାନଙ୍କୁ ପବିତ୍ର କ୍ୟାଲେଣ୍ଡର ଅନୁସାରେ ସପ୍ତମ ମାସର ପ୍ରଥମ ଦିନ ଦୀର୍ଘ ସମୟ ଧରି ତୁରୀ ବଜାଇବାକୁ ନିର୍ଦ୍ଦେଶ ଦେଲେ। ଥରେ ଯେବେ ଇସ୍ରାଏଲୀୟ ତୁରୀ ଧ୍ୱନିର ଶବ୍ଦ ଶୁଣନ୍ତି, ତେବେ ସେମାନେ ଆପଣା ପାପ କ୍ଷମାର ଅନୁଗ୍ରହ ନିମନ୍ତେ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଅନ୍ତି, ଆଉ ସେମାନଙ୍କୁ 10 ଦିନ ପାଇଁ ପଶ୍ଚାତାପ କରିବାର ସମୟ ଦିଆଯାଉଥିଲା। ଆସନ୍ତୁ ଆମ୍ଭେ ଏହା ବିଷୟରେ ଦେଖିବା ପାଇଁ ଲେବୀୟ ପୁସ୍ତକ ଅଧ୍ୟାୟ 23 ଦେଖିବା। ଲେବୀୟ ପୁସ୍ତକ ଅଧ୍ୟାୟ 23 ପଦ 24ରେ ଲେଖା ଅଛି, ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କୁହ, ସପ୍ତମ ମାସରେ ମାସର ପ୍ରଥମ ଦିନରେ ତୁମ୍ଭମାନଙ୍କର ମହାବିଶ୍ରାମ ଅର୍ଥାତ୍ ତୁରୀ ଧ୍ୱନି ଦ୍ୱାରା ସ୍ମରଣାର୍ଥକ ପବିତ୍ର ସଭା ହେବ। ପ୍ରାୟଶ୍ଚିତର ଦିନ ପ୍ରତିବର୍ଷ ସପ୍ତମ ମାସର 10ମ ଦିନରେ ପାଳନ କରାଯାଏ। ପରମେଶ୍ୱର ଆମ୍ଭମାନଙ୍କୁ ଜାଣିବାକୁ ଦେଲେ ଯେ ସପ୍ତମ ମାସର ପ୍ରଥମ ଦିନ, ଯାହା ସପ୍ତମ ମାସର 10ମ ଦିନ ଠାରୁ 10 ଦିନ ପୂର୍ବରୁ ହୋଇଥାଏ, ସେଥିରେ ସ୍ମରଣାର୍ଥେ ତୁରୀ ବଜାଇବା ଏବଂ ଏକ ପବିତ୍ର ସଭା ଏକତ୍ରିତ ହେଉଥିଲା। ଆସନ୍ତୁ ଆମ୍ଭେ ଗଣନା ପୁସ୍ତକ ଅଧ୍ୟାୟ 29 ପଦ 1 ଦେଖିବା। ଅଧ୍ୟାୟ 29 ପଦ 1, ଆଉ ସପ୍ତମ ମାସରେ ସେହି ମାସର ପ୍ରଥମ ଦିନରେ ତୁମ୍ଭମାନଙ୍କର ଗୋଟିଏ ପବିତ୍ର ସଭା ହେବ। ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ। ସେହି ଦିନ ତୁମ୍ଭମାନଙ୍କ ପ୍ରତି ତୁରୀ ଧ୍ୱନିର ଦିନ। ଏହି ପ୍ରକାର ପୁରାତନ ନିୟମରେ ପବିତ୍ର କ୍ୟାଲେଣ୍ଡର ଅନୁସାରେ ସପ୍ତମ ମାସର ପ୍ରଥମ ଦିନ ତୁରୀ ଧ୍ୱନି ପର୍ବ ପାଳନ କରାଯାଉଥିଲା। ପୁଣି ତୁମ୍ଭେମାନେ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ବଳି ରୂପେ ନିଖୁନ୍ତ 1 ପୁଗ ବତ୍ସ, 1 ମେଷ ଓ 1 ବର୍ଷୀୟ 7 ମେଷ ବତ୍ସ, ଆଉ ତହିଁର ଭକ୍ଷ୍ୟ ନୈବେଦ୍ୟ ରୂପେ 1 ଗୋବତ୍ସ ନିମନ୍ତେ 3 ଦଶମାଂଶ, 1 ମେଷ ନିମନ୍ତେ 2 ଦଶମାଂଶ ଓ 7 ମେଷ ବତ୍ସର 1 ବତ୍ସ ନିମନ୍ତେ 1 ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦା ଉତ୍ସର୍ଗ କରିବ। ପୁଣି ଆପଣାମାନଙ୍କ ନିମନ୍ତେ ପ୍ରାୟଶ୍ଚିତ କରିବା ପାଇଁ ପାପାର୍ଥକ ବଳି ରୂପେ 1 ଛାଗ ଉତ୍ସର୍ଗ କରିବ। ଏହି ସମସ୍ତ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅମାବାସ୍ୟାର ହୋମ ଓ ତହିଁର ଅଗ୍ନିକୃତ ଉପହାରର ତୃଷ୍ଟିଜନକ ଆଘ୍ରାଣାର୍ଥେ ଭକ୍ଷ୍ୟ ନୈବେଦ୍ୟ ଓ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ନୈବେଦ୍ୟ ପୁଣି ବିଧିମତେ ଉଭୟର ପେୟ ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ। ଏହାପରେ ପ୍ରାୟଶ୍ଚିତ ଦିନର ଉଲ୍ଲେଖ ପଦ 7ରେ କରାଗଲା। ପରମେଶ୍ୱର ଆମ୍ଭମାନଙ୍କୁ ଶିଖାଇଲେ କି ତୁରୀ ଧ୍ୱନିର ପର୍ବ ଏବଂ ପ୍ରାୟଶ୍ଚିତର ଦିନ ଏକ ଅନ୍ୟଠାରୁ ଭିନ୍ନ ନୁହେଁ, ବରଂ ସେଥିରେ ଏକ ଅବିଚ୍ଛେଦ୍ୟ ସମ୍ପର୍କ ଅଛି। ଏଥିପାଇଁ ପରମେଶ୍ୱର ତାହା ପ୍ରତିବର୍ଷ ପବିତ୍ର କ୍ୟାଲେଣ୍ଡର ଅନୁସାରେ ସପ୍ତମ ମାସର ପ୍ରଥମ ଦିନ ଜୋରରେ ତୁରୀ ବଜାଉଥାଇ ପ୍ରାୟଶ୍ଚିତ ଦିନର ପ୍ରସ୍ତୁତି କରିବାର ଆଜ୍ଞା ଦେଲେ। ଏହି ପ୍ରକାର ପ୍ରାୟଶ୍ଚିତ ଦିନ ଓ ତୁରୀ ଧ୍ୱନି ପର୍ବକୁ ଭିନ୍ନ କରାଯାଇପାରିବ ନାହିଁ। ଆସନ୍ତୁ ଆମ୍ଭେ ଲେବୀୟ ପୁସ୍ତକ ଅଧ୍ୟାୟ 26ରେ ପରମେଶ୍ୱରଙ୍କ ଆଜ୍ଞା, ନିୟମ ଓ ବିଧି ଗୁଡ଼ିକର ତିରସ୍କାର କରିବା ବିନା
ପର୍ବଗୁଡ଼ିକୁ ପବିତ୍ର ରୂପେ ପାଳନ କରିବା ବିଷୟରେ ଲେଖାଯାଇଥିବା ପରମେଶ୍ୱରଙ୍କ ଶିକ୍ଷାକୁ ଦେଖିବା। 살펴보도록 하겠습니다. ଲେବୀୟ ପୁସ୍ତକ ଅଧ୍ୟାୟ 26 ପଦ 14ରେ ଏହା କହିଥାଏ, ମାତ୍ର ଯେବେ ତୁମ୍ଭେମାନେ ଆମ୍ଭ ବାକ୍ୟରେ ମନୋଯୋଗ ନ କରିବ ଓ ସେହି ସରଳ ଆଜ୍ଞା ପାଳନ ନ କରିବ, ପୁଣି ଯେବେ ତୁମ୍ଭେମାନେ ଆମ୍ଭ ବିଧି ଅବଜ୍ଞା କରିବ ଓ ତୁମ୍ଭମାନଙ୍କ ପ୍ରାଣ ଆମ୍ଭର ସକଳ ଶାସନ ଘୃଣା କରୁ, 모든 계명을 ତୁମ୍ଭେମାନେ ଆମ୍ଭର ଆଜ୍ଞା ସକଳ ପାଳନ ନ କରିବ, ମାତ୍ର ଆମ୍ଭର ନିୟମ ଲଙ୍ଘନ କରିବ, ତେବେ ଆମ୍ଭେ ମଧ୍ୟ ତୁମମାନଙ୍କ ପ୍ରତି ଏହି ରୂପ ବ୍ୟବହାର କରିବା। ଆମ୍ଭେ ତୁମମାନଙ୍କ ଉପରେ ବିହ୍ୱଳତା ଅର୍ଥାତ୍ ଯୋକ୍ମା ଓ ଜ୍ୱର ନିରୂପଣ କରିବା। ତାହା ତୁମମାନଙ୍କ ଚକ୍ଷୁ କ୍ଷୀଣ କରିବ ଓ ପ୍ରାଣ କ୍ଷୟ କରିବ। ଆଉ ତୁମେମାନେ ବୃଥାରେ ଆପଣମାନଙ୍କ ବୀଜ ବୁଣିବ, କାରଣ ତୁମମାନଙ୍କ ଶତ୍ରୁମାନେ ତାହା ଖାଇବେ। ପରମେଶ୍ୱର କହିଲେ କି ଏପରି ଦଣ୍ଡ ଓ ଅଭିଶାପ ସେହି ଲୋକମାନଙ୍କ ଉପରେ ଆସିବ ଯେଉଁମାନେ ପରମେଶ୍ୱରଙ୍କ ଆଜ୍ଞା ବିଧି ଓ ନିୟମଗୁଡ଼ିକୁ ଘୃଣା କରନ୍ତି। 말씀을 주셨고요. ଆସନ୍ତୁ ଆମ୍ଭେ ଯାତ୍ରା ପୁସ୍ତକ ଅଧ୍ୟାୟ 20କୁ ଯିବା। ପଦ 6, 나를 ମାତ୍ର ଯେଉଁମାନେ ଆମ୍ଭକୁ ପ୍ରେମ କରନ୍ତି ଓ ଆମ୍ଭର ଆଜ୍ଞା ପାଳନ କରନ୍ତି, ଆମ୍ଭେ ସେମାନଙ୍କର କ'ଣ କରୁ? ସେମାନଙ୍କର ସହସ୍ର ପୁରୁଷ ପର୍ଯ୍ୟନ୍ତ ଦୟାକାରୀ। ଯେଉଁ ପର୍ବ ଆଜି ଆମ୍ଭେ ପାଳନ କରୁଅଛୁ ତାହା ଏକ ଆଜ୍ଞା, ଏକ ଆଦେଶ ଏବଂ ଏକ ନିୟମ ଅଟେ, ଯାହାକୁ ପରମେଶ୍ୱର ଆମ୍ଭମାନଙ୍କୁ ପାଳନ କରିବାକୁ ଆଜ୍ଞା ଦେଇଛନ୍ତି। ପରମେଶ୍ୱର ଆପଣା ସମସ୍ତ ଆଜ୍ଞାଗୁଡ଼ିକୁ ପାଳନ କରୁଥିବା ଲୋକଙ୍କ କେତେ ପୁରୁଷ ପର୍ଯ୍ୟନ୍ତ ଦୟା କରିବେ? 언제까지요? ପରମେଶ୍ୱର ସେହି ଲୋକମାନଙ୍କୁ ସହସ୍ର ପୁରୁଷ ପର୍ଯ୍ୟନ୍ତ ଦୟା କରିବାର ପ୍ରତିଜ୍ଞା କରିଛନ୍ତି। ସେମାନେ ଏହି ପ୍ରତିଜ୍ଞା ଏହି ପର୍ବରେ ରଖିଛନ୍ତି। ନୂତନ ନିୟମର ଯୁଗରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବସ୍ତୁ ଯାହା ଆମ୍ଭେ ପରମେଶ୍ୱରଙ୍କୁ ଅର୍ପିତ କରିପାରିବା ତାହା ପ୍ରାର୍ଥନା ଅଟେ। ଏଥିପାଇଁ ପରମେଶ୍ୱର ତୁରିଧ୍ୱନି ପର୍ବରୁ ଆରମ୍ଭ କରି ପ୍ରାୟଶ୍ଚିତର ଦିନ ପର୍ଯ୍ୟନ୍ତ ଆମ୍ଭକୁ ପ୍ରାର୍ଥନା ସପ୍ତାହକୁ ପାଳନ କରିବାକୁ ଅନୁମତି ଦେଇଛନ୍ତି। ଲୁକ୍ ଅଧ୍ୟାୟ 1 ଦ୍ୱାରା ଆସନ୍ତୁ ଆମ୍ଭେ ଏହି ପ୍ରାର୍ଥନା ସପ୍ତାହ ସମୟରେ ହେବାକୁ ଥିବା ପରମେଶ୍ୱରଙ୍କ କାର୍ଯ୍ୟ ଏବଂ ସେହି ପ୍ରକ୍ରିୟା ଉପରେ ନଜର ଦେବା, ଯାହାଦ୍ୱାରା ସାଧୁମାନଙ୍କ ପ୍ରାର୍ଥନା କରିବା ଦ୍ୱାରା ଏହି ପ୍ରାର୍ଥନା ପରମେଶ୍ୱରଙ୍କ ପର୍ଯ୍ୟନ୍ତ ପହଞ୍ଚି ପାରିବ। 살펴보도록 하겠습니다. ଲୁକ୍ ଅଧ୍ୟାୟ 1 ପଦ 8ରେ ଲେଖା ଅଛି, ସେ ଆପଣା ଦଳର ପାଳି ଅନୁସାରେ ଈଶ୍ୱରଙ୍କ ଛାମୁରେ ଯାଜକ କାର୍ଯ୍ୟ କରୁଥିବା ସମୟରେ ଯାଜକୀୟ କାର୍ଯ୍ୟର ରୀତି ଅନୁସାରେ ଗୁଳିବାଣ୍ଟ ଦ୍ୱାରା ତାଙ୍କୁ ପ୍ରଭୁଙ୍କ ମନ୍ଦିରରେ ପ୍ରବେଶ କରି ଧୂପ ଦେବାକୁ ପଡ଼ିଲା। 분양하고 ଆଉ ଧୂପ ଦେବା ସମୟରେ ସମସ୍ତ ଜନତା 안에 밖에서 କ'ଣ କରୁଥିଲେ? 뭘 했다고요? ବାହାରେ ପ୍ରାର୍ଥନା କରୁଥିଲେ। 하고 있습니다. ଯାଜକ ମନ୍ଦିରକୁ ଗଲେ ଓ ଧୂପ ଦେଲେ। 들어가서 ଯେତେବେଳେ ସମସ୍ତ ଇସ୍ରାଏଲି ବାହାରେ ଏକ ସଙ୍ଗରେ ପ୍ରାର୍ଥନା କରୁଥିଲେ। 밖에서 전부 함께 기도를 했더라고 했습니다. କ'ଣ ସେ ପରମେଶ୍ୱର ନୁହନ୍ତି ଯେ ପବିତ୍ର ଆତ୍ମାଙ୍କ ଏହି ଯୁଗରେ ଆତ୍ମିକ ମହାଯାଜକ ଅଟନ୍ତି? 많으시겠습니까? ବାଇବଲରେ ଏହା ଲେଖା ଅଛି, ଯୀଶୁଙ୍କୁ ଈଶ୍ୱରଙ୍କ କତୃକ ମଲ୍କିସେଦକଙ୍କ ସଦୃଶ ମହାଯାଜକ ବୋଲି ନାମ ପ୍ରାପ୍ତ ହେଲା। ପୁଣି ଏହି ପର୍ବରେ ଯେତେବେଳେ ମହାଯାଜକ ମନ୍ଦିରରେ ଧୂପ ଦିଅନ୍ତି, 일들이 ସେତେବେଳେ ଆମ୍ଭେ ପରମେଶ୍ୱରଙ୍କ ଲୋକମାନଙ୍କୁ କ'ଣ କରିବା ଉଚିତ? 해야 된다고요? ଆମ୍ଭକୁ ଏକ ସଙ୍ଗରେ ପ୍ରାର୍ଥନା କରିବାର ଆବଶ୍ୟକତା ଅଛି। ଯାଜକମାନଙ୍କ ଦ୍ୱାରା ଦିଆଯାଇଥିବା ଧୂପ ସହିତ ପରମେଶ୍ୱରଙ୍କ ଲୋକମାନଙ୍କ ପ୍ରାର୍ଥନା ହେବା ଆବଶ୍ୟକ। ପ୍ରାର୍ଥନା ବିନା ଆରାଧନା କେବେ ମଧ୍ୟ ପୂର୍ଣ୍ଣ ବିବେଚିତ ହୋଇପାରିବ ନାହିଁ। 제사가 될 수가 없습니다. ଆରାଧନା ନିମନ୍ତେ ପ୍ରାର୍ଥନା ଜରୁରୀ ଅଟେ। ପ୍ରେରିତ ଯୋହନଙ୍କୁ ଦିଆଯାଇଥିବା ପ୍ରକାଶନ ଦ୍ୱାରା ଆମ୍ଭେ ପ୍ରାର୍ଥନାର ମହତ୍ତ୍ୱକୁ ବୁଝିପାରିବା। 한 계시를 우리에게 또 알려주고 있습니다. ଆସନ୍ତୁ ଆମ୍ଭେ ପ୍ରକାଶିତ ବାକ୍ୟ ଅଧ୍ୟାୟ 8 ପଦ 3 ଦେଖିବା। 같이 보겠습니다. ସେଥିରେ ଆଉ ଜଣେ ଦୂତ ଆସି ବେଦୀ ନିକଟରେ ଠିଆ ହେଲେ। ତାହାଙ୍କ ହସ୍ତରେ ସୁବର୍ଣ୍ଣ ଧୂପାଚି ଥିଲା। ପୁଣି ସିଂହାସନ ସମ୍ମୁଖସ୍ଥ ସୁବର୍ଣ୍ଣ ବେଦୀ ଉପରେ ସମସ୍ତ ସାଧୁମାନଙ୍କ କାହା ସହିତ? ପ୍ରାର୍ଥନା ସହିତ ଯୋଗ କରିବା ନିମନ୍ତେ ତାହାଙ୍କୁ ପ୍ରଚୁର ଧୂପ ଦିଆଗଲା। 보자 합니다. ସେଥିରେ ଦୂତଙ୍କ ହସ୍ତରୁ ଧୂପର ଧୂମ ସାଧୁମାନଙ୍କ ପ୍ରାର୍ଥନା ସହ 손으로부터 କେଉଁଠିକୁ ଉତ୍ଥିତ ହେଲା? ଈଶ୍ୱରଙ୍କ ସମ୍ମୁଖରେ ଉତ୍ଥିତ ହେଲା। 하나님 앞으로 올라가는지라. ପରେ ସେହି ଦୂତ ଧୂପାଚି ଘେନି ବେଦୀର ଅଗ୍ନିରେ ତାହା ପୂର୍ଣ୍ଣ କରି ପୃଥିବୀ ଉପରେ ପକାଇଦେଲେ। ସେଥିରେ ବଜ୍ରଧ୍ୱନି, ବିଭିନ୍ନ ସ୍ୱର, ବିଦ୍ୟୁତ୍ ଓ ଭୂମିକମ୍ପ ହେଲା। ଏହା ଲେଖା ଅଛି କି ଧୂପର ଧୂମ ପବିତ୍ର ଲୋକଙ୍କ ପ୍ରାର୍ଥନା ସହିତ ସ୍ୱର୍ଗଦୂତଙ୍କ ହସ୍ତରେ ପରମେଶ୍ୱରଙ୍କ ସମ୍ମୁଖକୁ ପହଞ୍ଚିଥାଏ। 올라가더라고 했습니다. ସମସ୍ତ ଲୋକ କ'ଣ? ଏହାର ଅର୍ଥ ଏହା ନୁହେଁ କି ଯେତେବେଳେ ଯାଜକ ପରମେଶ୍ୱରଙ୍କୁ ବଳିଦାନ ଉତ୍ସର୍ଗ କରୁଥିଲେ, ସେତେବେଳେ ସମସ୍ତ ଲୋକ ବାହାରେ ପ୍ରାର୍ଥନା କରୁଥାଇ ସମସ୍ତ ବିଧିରେ ଭାଗ ନେଉଥିଲେ। 의미가 되지 않겠습니까? ପ୍ରେରିତ ଯୋହନ ଏକ ଦର୍ଶନ ଦେଖିଲେ କି ସାଧୁମାନଙ୍କ ପ୍ରାର୍ଥନା କେଉଁଠିକୁ ଯାଏ? ସେ ଦେଖିଲେ ଯେ ଧୂପର ଧୂମ ପବିତ୍ର ଲୋକମାନଙ୍କ ପ୍ରାର୍ଥନା ମାଧ୍ୟମରେ 또 함께 ସ୍ୱର୍ଗଦୂତଙ୍କ ସହିତ ପରମେଶ୍ୱରଙ୍କ ସମ୍ମୁଖକୁ ପହଞ୍ଚିଗଲା।
ବାଇବଲ କହିଥାଏ କି କାହାରି ମଧ୍ୟ ପ୍ରାର୍ଥନାକୁ ଛଡ଼ା ଯାଇନଥିଲା ଆଉ ସେହି ସମସ୍ତ ପରମେଶ୍ୱରଙ୍କ ପାଖକୁ ଅଣାଯାଇଥିଲା। ଏଥିପାଇଁ ଯାଜକ ଦ୍ୱାରା ଅଣାଯାଇଥିବା ଧୂପ ଓ ଲୋକମାନଙ୍କ ପ୍ରାର୍ଥନାକୁ ସର୍ବଦା ଏକ ସଙ୍ଗରେ ଆଣିବା ଉଚିତ। କ'ଣ ଏହି କାରଣରୁ ଆମ୍ଭେ ବିଶ୍ରାମ ଦିନର ଆରାଧନା ସମୟରେ ଏବଂ ଦୈନିକ ପ୍ରାର୍ଥନା ସମୟରେ ମଧ୍ୟ ସର୍ବଦା ପ୍ରାର୍ଥନା କରିନଥାଉ? ପ୍ରାୟଶ୍ଚିତର ଦିନ ପର୍ଯ୍ୟନ୍ତ ଏହି 10 ଦିନର ପ୍ରାର୍ଥନା ସମୟରେ ଆମ୍ଭକୁ ବହୁତ ଅଧିକ ପ୍ରାର୍ଥନା କରିବା ଉଚିତ। ଆସନ୍ତୁ ଆମ୍ଭେ ପ୍ରକାଶିତ ବାକ୍ୟ ଅଧ୍ୟାୟ 5 ପଦ 6 ଉପରେ ଏକ ନଜର ଦେବା। ସେତେବେଳେ ମୁଁ ଦେଖିଲି ସିଂହାସନ, ଚାରି ପ୍ରାଣୀ ଓ ପ୍ରାଚୀନମାନଙ୍କ ମଧ୍ୟସ୍ଥଳରେ ଏକ ମେଷ ଶାବକ ଠିଆ ହୋଇଅଛନ୍ତି। ସେ ହତ ହେଲା ପରି ଦେଖାଯାଉଥିଲେ। 강한 것 같더라. ତାହାଙ୍କର ସପ୍ତ ଶୃଙ୍ଗ ଓ ସପ୍ତ ଚକ୍ଷୁ, ସେହି ସମସ୍ତ ଚକ୍ଷୁ ସମୁଦାୟ ପୃଥିବୀରେ ପ୍ରେରିତ ଈଶ୍ୱରଙ୍କ ସପ୍ତ ଆତ୍ମା। ସେ ଆସି ସିଂହାସନ ଉପବିଷ୍ଟ ବ୍ୟକ୍ତିଙ୍କର ଦକ୍ଷିଣ ହସ୍ତରୁ ସେହି ପୁସ୍ତକ ନେଲେ। ସେ ପୁସ୍ତକ ନିଅନ୍ତେ ସେହି ଚାରି ପ୍ରାଣୀ ଓ 24 ପ୍ରାଚୀନ ମେଷ ଶାବକଙ୍କ ସମ୍ମୁଖରେ ଉବୁଡ଼ ହୋଇ ପଡ଼ିଲେ। ସେମାନଙ୍କ ପ୍ରତ୍ୟେକର ହସ୍ତରେ ବୀଣା ଓ ଧୂପ। ଧୂପ କ'ଣ? ସାଧୁମାନଙ୍କ ପ୍ରାର୍ଥନା ସ୍ୱରୂପ ଧୂପରେ ପରିପୂର୍ଣ୍ଣ ସୁବର୍ଣ୍ଣ ପାତ୍ର ଥିଲା। ଆମ୍ଭେ ପରମେଶ୍ୱରଙ୍କ ଠାରେ ଯେଉଁ ପ୍ରାର୍ଥନା କରିଥାଉ ତାହା କେବେ ବ୍ୟର୍ଥ ହେବ ନାହିଁ। ଆମ୍ଭମାନଙ୍କ ପ୍ରାର୍ଥନା କେବଳ ସେହି ସମୟ ପାଇଁ ହୋଇନଥାଏ ଆଉ ନାହିଁ କିଛି ସମୟ ପରେ ଭୁଲେଇ ଦିଆଯାଏ। ଆମ୍ଭମାନଙ୍କ ସମସ୍ତ ପ୍ରାର୍ଥନା ଧୂପର ଧୂମ ହୋଇଥାଏ ଏବଂ ସ୍ୱର୍ଗଦୂତଙ୍କ ଦ୍ୱାରା ପରମେଶ୍ୱରଙ୍କ ସିଂହାସନ ପର୍ଯ୍ୟନ୍ତ ପହଞ୍ଚିଥାଏ। ଏଥିପାଇଁ ଆମ୍ଭକୁ ପ୍ରତିଦିନ ଏପରି ଅନୁଗ୍ରହପୂର୍ଣ୍ଣ ପ୍ରାର୍ଥନା କରିବା ଉଚିତ ଯାହା ପରମେଶ୍ୱରଙ୍କ ଦ୍ୱାରା ସ୍ୱୀକାର କରାଯିବା ଯୋଗ୍ୟ ହୋଇପାରେ। ତୁରିଧ୍ୱନି ପର୍ବରେ କରାଯାଇଥିବା ପ୍ରାର୍ଥନା ପଶ୍ଚାତାପର ପ୍ରାର୍ଥନା ହେବା ଦରକାର। ଯେହେତୁ ଆମ୍ଭର ପ୍ରାର୍ଥନାର କେନ୍ଦ୍ର ପଶ୍ଚାତାପ ଅଟେ, ଏଥିପାଇଁ ଆମ୍ଭକୁ ନାହିଁ କେବଳ ସେହି ପାପ ନିମନ୍ତେ ଯାହା ଆମ୍ଭେ ବର୍ଷ ସାରା କରିଥିଲୁ, ମାତ୍ର ସେହି ସମସ୍ତ ପାପ ଓ ଅପରାଧ ନିମନ୍ତେ ମଧ୍ୟ ଯାହା ଆମ୍ଭେ ସ୍ୱର୍ଗରେ କରିଥିଲୁ ଆପଣା ହୃଦୟର ଗଭୀରତାରେ ପଶ୍ଚାତାପ କରିବା ଆବଶ୍ୟକ। ପ୍ରକୃତ ପଶ୍ଚାତାପ ଦ୍ୱାରା ଆମ୍ଭେ ପିତା ଓ ମାତାଙ୍କୁ ପ୍ରସନ୍ନ କରିପାରିବା ଏବଂ ଅନନ୍ତ ସ୍ୱର୍ଗର ରାଜ୍ୟରେ ଫେରିପାରିବା। 우리가 되어야 되겠습니다. ପରମେଶ୍ୱର ଆମ୍ଭମାନଙ୍କ ଦୁର୍ବଳତାକୁ ଭଲ ଭାବରେ ଜାଣନ୍ତି। 잘 아십니다. ଏଥିପାଇଁ ପରମେଶ୍ୱର ସର୍ବଦା ଆମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରନ୍ତି। 항상 우리 위해서 또 기도해 주신다고 했습니다. ଆସନ୍ତୁ ଆମ୍ଭେ ରୋମିଓ ଅଧ୍ୟାୟ 8କୁ ଯିବା। ରୋମିଓ ଅଧ୍ୟାୟ 8 ପଦ 21। 1절의 말씀 함께 보겠습니다. ଆଉ ତାହା ଭରସାଯୁକ୍ତ ହୋଇ ବଶୀଭୂତ ହେଲା, ଯେଣୁ ସୃଷ୍ଟି ନିଜେ ମଧ୍ୟ ଈଶ୍ୱରଙ୍କ ସନ୍ତାନମାନଙ୍କ ଗୌରବମୟ ଅବସ୍ଥା ସମ୍ବନ୍ଧୀୟ ସ୍ୱାଧୀନତା ପ୍ରାପ୍ତି ନିମନ୍ତେ କ୍ଷୟର ଦାସରୁ ମୁକ୍ତ ହେବ। କାରଣ ସମସ୍ତ ସୃଷ୍ଟି ଯେ ଆଜି ପର୍ଯ୍ୟନ୍ତ ଏକ ସଙ୍ଗରେ ଆର୍ତ୍ତନାଦ କରୁଅଛି ଓ ପ୍ରସବ ବେଦନାରେ ବ୍ୟଥିତ ହେଉଅଛି, ଏହା ଆମ୍ଭେମାନେ ଜାଣୁ। ଆଉ କେବଳ ତାହା ନୁହେଁ, କିନ୍ତୁ ପ୍ରଥମ ଫଳ ସ୍ୱରୂପେ ଆତ୍ମାଙ୍କୁ ପାଇଅଛୁ ଯେ ଆମ୍ଭେମାନେ ନିଜେ ନିଜେ ମଧ୍ୟ ପୁତ୍ରତ୍ୱ ଅର୍ଥାତ୍ ଆପଣା ଆପଣା ଶରୀରର ମୁକ୍ତି ନିମନ୍ତେ ଅପେକ୍ଷା କରୁ କରୁ ଆପଣା ଆପଣା ଅନ୍ତରରେ ଆର୍ତ୍ତନାଦ କରୁଅଛୁ, କାରଣ ଭରସାରେ ଆମ୍ଭେମାନେ ପରିତ୍ରାଣ ପାଇଅଛୁ। କିନ୍ତୁ ଦୃଷ୍ଟିଗୋଚର ଯେଉଁ ଭରସା ତାହା ଭରସା ନୁହେଁ, ଯେଣୁ ତାହା ଜଣେ ଦେଖୁଅଛି, ଏଥି ନିମନ୍ତେ ସେ କାହିଁକି ଆଉ ଭରସା କରିବ? କିନ୍ତୁ ଆମ୍ଭେମାନେ ଯାହା ଦେଖୁନାହୁଁ, ଯଦି ତାହା ନିମନ୍ତେ ଭରସା କରୁ, ତାହା ହେଲେ ଧୈର୍ଯ୍ୟ ସହକାରେ ତାହାର ଅପେକ୍ଷାରେ ଥାଉ। ଆଉ ସେହି ପ୍ରକାରେ ଆତ୍ମା ମଧ୍ୟ ଆମ୍ଭମାନଙ୍କ ଦୁର୍ବଳତାରେ ସାହାଯ୍ୟ କରନ୍ତି, କାରଣ କ'ଣ ପ୍ରାର୍ଥନା କରିବା ଉଚିତ ତାହା ଆମ୍ଭେମାନେ ଜାଣୁନାହୁଁ। କିନ୍ତୁ ଆତ୍ମା ସ୍ୱୟଂ ଆତ୍ମା କ'ଣ କରନ୍ତି? 탄식으로 ଅକଥନୀୟ ଆର୍ତ୍ତନାଦରେ 어떻게 하신다고요? ଆମ୍ଭମାନଙ୍କ ନିମନ୍ତେ ନିବେଦନ କରନ୍ତି। ବେଳେବେଳେ ଆମ୍ଭେ ଏହା ନ ଜାଣୁଥାଇ କି କେଉଁ ବିଷୟରେ ପ୍ରାର୍ଥନା କରିବା ବା କିପରି କହିବା, ବାରମ୍ବାର ଗୋଟିଏ ବିଷୟ ପୁନରାବୃତ୍ତି କରୁଥାଇ ପ୍ରାର୍ଥନା କରିଥାଉ। ମାତ୍ର ବାଇବଲ ଅନୁସାରେ ଏହି କାରଣରୁ ଆତ୍ମା ସ୍ୱୟଂ ଅକଥନୀୟ 우리 위하여 ଆର୍ତ୍ତନାଦରେ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରନ୍ତି। 말하고 있습니다. ଆସନ୍ତୁ ଆମ୍ଭେ ପଦ 33ରେ ଏହାର ପୁଷ୍ଟି କରିବା। ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କ ବିରୁଦ୍ଧରେ କିଏ ଅଭିଯୋଗ କରିବ? ଈଶ୍ୱର ତ ସେମାନଙ୍କୁ ଧାର୍ମିକ ବୋଲି ଗଣନା କରନ୍ତି। କିଏ ଦଣ୍ଡଜ୍ଞା ଦେବ? ଖ୍ରୀଷ୍ଟ ଯୀଶୁ ତ ମୃତ୍ୟୁ ଭୋଗ କଲେ, ବରଂ ସେ ଉତ୍ଥାପିତ ହେଲେ। ସେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି। ସେ ମଧ୍ୟ ଆମ୍ଭମାନଙ୍କ ନିମନ୍ତେ, 우리를 위하여 ପରମେଶ୍ୱର ଆମ୍ଭମାନଙ୍କ ନିମନ୍ତେ କ'ଣ କରୁଛନ୍ତି? 기도해 ନିବେଦନ କରୁଅଛନ୍ତି। 주십니다. ନିବେଦନ କରିବାର ଅର୍ଥ ପ୍ରାର୍ଥନା କରିବା, ହଁ ନା? ବାଇବଲ କହିଥାଏ କି ପରମେଶ୍ୱର ଅନବରତ ଆମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରୁଛନ୍ତି। ଯେମିତି ପରମେଶ୍ୱର ଇସ୍ରାଏଲୀୟମାନଙ୍କୁ ସୁନାର ବାଛୁରୀର ପ୍ରତିମାର ଉପାସନା କରିବାର ପାପ ପାଇଁ 고통하고 ପଶ୍ଚାତାପ କରିବାର ସମୟ ପ୍ରଦାନ କରୁଥାଇ ତୁରୀ ବଜାଇବାର ଆଜ୍ଞା ଦେଲେ, 모든 죄들 ଠିକ୍ ସେହିପରି ପରମେଶ୍ୱର ଆମ୍ଭକୁ ପ୍ରାର୍ଥନା ଦ୍ୱାରା ପଶ୍ଚାତାପ କରିବାର ସମୟ ପ୍ରଦାନ କରନ୍ତି। ଏହି ପ୍ରାର୍ଥନା ଗୁଡ଼ିକ ଦ୍ୱାରା ପରମେଶ୍ୱର ଆମ୍ଭକୁ ସକ୍ଷମ କରନ୍ତି କି ଆମ୍ଭେ ପରମେଶ୍ୱରଙ୍କ ସହିତ ଆପଣା ସମ୍ବନ୍ଧକୁ ଦୃଢ଼ କରିବା, 뉘우쳤던 것처럼 ତାଙ୍କ ସହିତ ଯୋଗାଯୋଗ କରିବା।
ଆଉ ଏହି ପୃଥିବୀରେ ବର୍ଷ ସାରା କରିଥିବା ସମସ୍ତ ପାପ ସହିତ 상의 죄와 ସେହି ସମସ୍ତ ପାପ ନିମନ୍ତେ ପଶ୍ଚାତାପ କରିବା, ଯାହା ଆମ୍ଭେ 회개할 수 있는 ଏହି ପୃଥିବୀକୁ 기도 시간 ଆସିବା ପୂର୍ବେ ସ୍ୱର୍ଗରେ କରିଥିଲୁ। 주었고 히브리서 ଆସନ୍ତୁ ଆମ୍ଭେ ଏବ୍ରୀ ଅଧ୍ୟାୟ 7ରେ ଆଉ ଏକ ବାକ୍ୟ ଦେଖିବା। ଆସନ୍ତୁ ଆମ୍ଭେ ଏବ୍ରୀ ଅଧ୍ୟାୟ 7 ପଦ 22 ପଢ଼ିବା। 이와 같이 ସେହି ପ୍ରକାରେ ଯୀଶୁ ଶ୍ରେଷ୍ଠତର ନିୟମର ମଧ୍ୟସ୍ଥ ହୋଇଅଛନ୍ତି। 되셨느니라. ସେହି ଯାଜକମାନେ ତ ବହୁ ସଂଖ୍ୟାରେ ନିଯୁକ୍ତ ହୋଇଅଛନ୍ତି, କାରଣ ମୃତ୍ୟୁ ସେମାନଙ୍କୁ ଚିରସ୍ଥାୟୀ ହେବାକୁ ଦେଇନାହିଁ, କିନ୍ତୁ ସେ ନିତ୍ୟସ୍ଥାୟୀ ହେବାରୁ ଅପରିବର୍ତ୍ତନୀୟ ଯାଜକତ୍ୱ ପ୍ରାପ୍ତ ହୋଇଅଛନ୍ତି। ଯୀଶୁଙ୍କ ପାଖରେ କେଉଁ ପ୍ରକାର ଯାଜକତ୍ୱ ଅଛି? ଏହା ଲେଖା ଅଛି କି ତାହାଙ୍କ ଯାଜକତ୍ୱ ଅପରିବର୍ତ୍ତନୀୟ ଅଟେ। 그 제사 ଅତଏବ ତାହାଙ୍କ ଦ୍ୱାରା ଯେଉଁମାନେ ଈଶ୍ୱରଙ୍କ ନିକଟବର୍ତ୍ତୀ ହୁଅନ୍ତି, ସେମାନଙ୍କୁ ସେ ସମ୍ପୂର୍ଣ୍ଣ ରୂପେ ପରିତ୍ରାଣ ଦେବାକୁ ସକ୍ଷମ ଅଟନ୍ତି। ଯେଣୁ ସେମାନଙ୍କ ନିମନ୍ତେ କ'ଣ କରିବାକୁ? 그가 ନିବେଦନ କରିବା ପାଇଁ 저희를 위하여 ସେ ନିତ୍ୟ ଜୀବିତ। 성경 ଆମ୍ଭେ ବାଇବଲ ଦ୍ୱାରା ଏହି ବିଷୟର ପୁଷ୍ଟି କରିପାରିବା କି ଖ୍ରୀଷ୍ଟ ଯିଏ ପରମେଶ୍ୱର ଅଟନ୍ତି ଏହି ସମୟ ମଧ୍ୟ ଅନବରତ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି। ସମସ୍ତ ଲୋକ ତୁରିଧ୍ୱନି ପର୍ବ ଦ୍ୱାରା ଯାହାକୁ ଆମ୍ଭେ ଆଜି ପାଳନ କରୁଅଛୁ, ଆମ୍ଭକୁ ସାରା ଦୁନିଆର ସମସ୍ତ ଲୋକମାନଙ୍କ ପାଖକୁ ଏହା କହୁଥାଇ ତୁରି ବଜେଇବାର ଆବଶ୍ୟକ ଅଛି କି ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗର ରାଜ୍ୟ ସନ୍ନିକଟ। ଏଥିପାଇଁ ଆମ୍ଭର ତୁରି ବଜେଇବାରେ ଏକ ମହତ୍ୱପୂର୍ଣ୍ଣ ଅର୍ଥ ମଧ୍ୟ ଅଛି। ସମସ୍ତ ମାନବ ଜାତିକୁ କାହାକୁ ପ୍ରାଥମିକତା ଦେବା ଉଚିତ? ଯେଉଁମାନେ ସ୍ୱର୍ଗରେ ପାପ କଲେ ଏବଂ ଯେଉଁମାନଙ୍କୁ ଏହି ପୃଥିବୀରେ ନିକ୍ଷେପ କରାଗଲା। କ'ଣ ଏହା ପଶ୍ଚାତାପ ନୁହେଁ? ଯେହେତୁ ଆମ୍ଭେ ପାପ କରିଥିଲୁ ଏବଂ ଏହି ପୃଥିବୀରେ ନିକ୍ଷେପ ହୋଇଥିଲୁ, 따라고 한다면 ତେଣୁ ମୋତେ ଲାଗେ କି ଆମ୍ଭେ ସମସ୍ତଙ୍କୁ ପରମେଶ୍ୱରଙ୍କ ଠାରୁ 그것이 କ୍ଷମା ଭିକ୍ଷା କରିବାର ଦାୟିତ୍ୱର ଏକ ଭାବନା ହେବା ଉଚିତ। 생각이 듭니다. ତେବେ ଆମ୍ଭ ବିଶ୍ୱାସର ଜୀବନରେ ଯାହା ସବୁଠାରୁ ଆବଶ୍ୟକ ଅଟେ, 사함이라면 ତାହା ପାପ କ୍ଷମା ଅଟେ। ପାପ କ୍ଷମା ପ୍ରାପ୍ତ କରିବା ପାଇଁ ଆମ୍ଭକୁ ପଶ୍ଚାତାପ କରିବା ଉଚିତ। ଯଦି ଆମ୍ଭେ ଆପଣା ଜୀବନ ସାଂସାରିକ ସୁଖ ବା ସାଂସାରିକ ଲାଳସା ନିମନ୍ତେ ବଞ୍ଚିଅଛୁ, ତେବେ ଆମ୍ଭେ ପଶ୍ଚାତାପ କରିବା ଏବଂ ଆପଣା ପୂର୍ଣ୍ଣ ହୃଦୟ, ମନ, ଆତ୍ମା ଓ ଶକ୍ତିକୁ ପରମେଶ୍ୱରଙ୍କ ଠାରେ ନିର୍ଦ୍ଦେଶିତ କରିବାର ଆବଶ୍ୟକତା ଅଛି। ଯେବେ ଆମ୍ଭେ ଏପରି କରିଥାଉ, ତେବେ ଆମ୍ଭେ ପରିବର୍ତ୍ତନ ହୋଇପାରିବା, ଯାହାଫଳରେ ଆମ୍ଭମାନଙ୍କ ବିଶ୍ୱାସ ଦୃଢ଼ ହୋଇପାରିବ ଆଉ ଆମ୍ଭମାନଙ୍କ ହୃଦୟ ସର୍ବଦା ପରମେଶ୍ୱରଙ୍କ ଠାରେ ରହିପାରିବ। 우리 ଆସନ୍ତୁ ଆମ୍ଭେ ଆଜିର ଉପଦେଶ ସମାପ୍ତ କରିବା ପୂର୍ବେ ଆଉ ଏକ ବାକ୍ୟ ଦେଖିବା। ଆସନ୍ତୁ ଆମ୍ଭେ ଲୁକ୍ ରଚିତ ସୁସମାଚାରକୁ ଯିବା। ଲୁକ୍ ଅଧ୍ୟାୟ 11 ପଦ 9। ମୁଁ ମଧ୍ୟ ତୁମ୍ଭମାନଙ୍କୁ କହୁଅଛି, ମାଗ ସେଥିରେ ତୁମ୍ଭମାନଙ୍କୁ ଦିଆଯିବ, ଖୋଜ ସେଥିରେ ତୁମ୍ଭେମାନେ ସନ୍ଧାନ ପାଇବ, ଦ୍ୱାରରେ ମାର ସେଥିରେ ତୁମ୍ଭମାନଙ୍କ ନିମନ୍ତେ ଫିଟେଇ ଦିଆଯିବ। କାରଣ ଯେ କେହି ମାଗେ ସେ ପାଏ, ଯେ ଖୋଜେ ସେ ସନ୍ଧାନ ପାଏ, ଆଉ ଯେ ଦ୍ୱାରରେ ମାରେ ତାହା ନିମନ୍ତେ ଫିଟେଇ ଦିଆଯିବ। ଆଉ ତୁମ୍ଭମାନଙ୍କ ମଧ୍ୟରେ ଏପରି ପିତା କିଏ ଅଛି, ଯାହାକୁ ତାହାର ପୁଅ ମାଛ ମାଗିଲେ ସେ ତାହାକୁ ମାଛ ବଦଳରେ ସାପ ଦେବ, କିମ୍ବା ଅଣ୍ଡା ମାଗିଲେ ସେ ତାହାକୁ ବିଛା ଦେବ? ଏଣୁ ତୁମ୍ଭେମାନେ ଦୁଷ୍ଟ ହେଲେ ସୁଦ୍ଧା ଯେବେ ଆପଣା ଆପଣା ପିଲାମାନଙ୍କୁ ଉତ୍ତମ ଉତ୍ତମ ଦାନ ଦେଇ ଜାଣ, ତେବେ ଆମ୍ଭର ଯେଉଁ ପିତା ସ୍ୱର୍ଗରୁ ଦାନ କରନ୍ତି, 구하는 자에게 ମାଗ ସ୍ଥାନରେ ଆମ୍ଭେ ଆଉ କେଉଁ ଶବ୍ଦ ଉପଯୋଗ କରିପାରିବା? ଯେତେବେଳେ ଆମ୍ଭେ ପରମେଶ୍ୱରଙ୍କୁ କିଛି ମାଗିଥାଉ, ତେବେ କ'ଣ ଆମ୍ଭେ ସର୍ବଦା ପ୍ରାର୍ଥନା ନାମକ ଉପାୟରେ ତାହା କରିନଥାଉ? 드리지 않습니까? ସେ ତାହାଙ୍କ ଛାମୁରେ ମାଗିବା ଲୋକମାନଙ୍କୁ କେତେ ଅଧିକ ରୂପେ ପବିତ୍ର ଆତ୍ମା ଦେବେ? 했느냐고 했습니까? ଏହାର ଅର୍ଥ କି ସେ ସେମାନଙ୍କୁ ଆତ୍ମା ଦେବେ ଯାହା ସେମାନେ ପ୍ରାର୍ଥନା କରନ୍ତି। ସମସ୍ତ ଲୋକ କ'ଣ ଏହାର ଅର୍ଥ ଏହା ନୁହେଁ କି ଯେବେ ଆମ୍ଭେ ପ୍ରାର୍ଥନା କରିଥାଉ, ତେବେ ଆମ୍ଭେ ପରମେଶ୍ୱରଙ୍କ ଠାରୁ ପବିତ୍ର ଆତ୍ମା ଏବଂ ଆଶୀର୍ବାଦ ପ୍ରାପ୍ତ କରିପାରିବା? ଆମ୍ଭେ ପ୍ରାର୍ଥନା ଦ୍ୱାରା ପରମେଶ୍ୱରଙ୍କ ଠାରୁ ପାପ କ୍ଷମା ମଧ୍ୟ ପ୍ରାପ୍ତ କରିପାରିବା। 부분이라고 볼 수 있겠습니다. ଏହି ପର୍ବ ଦ୍ୱାରା 이 절기를 ସମୀରଣରେ ଏବଂ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସମସ୍ତ ଲୋକମାନଙ୍କ ନେତୃତ୍ୱ ପଶ୍ଚାତାପରେ କରିବା ପାଇଁ କ'ଣ ଆମ୍ଭେ ସ୍ୱୟଂ ପ୍ରଥମେ ପୂର୍ଣ୍ଣ ପଶ୍ଚାତାପ ପ୍ରାପ୍ତ କରିବା ଉଚିତ ନୁହେଁ? ଯାହାଫଳରେ ଆମ୍ଭେ ସାରା ଦୁନିଆରେ ସମସ୍ତ ଲୋକମାନଙ୍କୁ ସାହସପୂର୍ବକ ପ୍ରଚାର କରିବାରେ ସକ୍ଷମ ହୋଇପାରିବା, ଯେଉଁମାନେ ଏବେ ପର୍ଯ୍ୟନ୍ତ ସତ୍ୟକୁ ଆସିନାହାନ୍ତି। ପୂର୍ଣ୍ଣ ପଶ୍ଚାତାପ ପ୍ରାପ୍ତ କରି ଆସନ୍ତୁ ଆମ୍ଭେ ସାରା ଦୁନିଆରେ ପରମେଶ୍ୱରଙ୍କ ମହିମାମୟ ସତ୍ୟ ଏବଂ ପଶ୍ଚାତାପର ସମାଚାରକୁ ସମସ୍ତ ଲୋକମାନଙ୍କ ପର୍ଯ୍ୟନ୍ତ ପ୍ରଚାର କରିବା। ପଶ୍ଚାତାପର ସମାଚାର ସହିତ ଆମ୍ଭେ ଏହି ଆନନ୍ଦମୟ ସମାଚାରର ପ୍ରଚାର କରିବା ଉଚିତ କି ପରମେଶ୍ୱର ପାପ କ୍ଷମା, ପରିତ୍ରାଣ, 생의 문까지 우리 ଅନନ୍ତ ଜୀବନ 짝도 ଓ ସ୍ୱର୍ଗ ରାଜ୍ୟର ଦ୍ୱାର ଖୋଲିଦେବେ। 있는 우리 모두가 되어야 되겠습니다. ପରମେଶ୍ୱର ଆମ୍ଭକୁ ପଶ୍ଚାତାପ କରିବା ପାଇଁ ତୁରିଧ୍ୱନି ପର୍ବ ପାଳନ କରିବାର ଅନୁମତି ଦେଇଛନ୍ତି। 날입니다. ଏବେ 우리는
आम्भकु पृथ्वी रे रहुथिबा समस्त लोकमानंक नेतृत्व पश्चाताप रे करुथाई संसार आड़कू तुरी बजेइबा आवश्यक। जे पर्यंत तुरी बजेइबा तेबे मते आशा अछि कि आपण ओ मु प्रथमे पूर्ण पश्चाताप प्राप्त करिबा। परमेश्वरंक सहित एक संगरे आसंतु आम्भे सुसमाचार यही महान कार्य को पूरा करिबा जहाँ पिता परमेश्वर और माता परमेश्वर को प्रसन्न करिथाए। जो माने पश्चाताप करती सेमानंकु परमेश्वर प्रचुर आशीर्वाद प्रदान करती। जेमिति आपण हजि जाइथिबा पुत्रर दृष्टांत को भलरे जानती सही अपबयी पुत्रर परिणाम कौन है जी पश्चाताप करी घर को फेरी आसिला। अपबयी पुत्र फेरी आसिला एवं भाविला मु पितांकु कहिबी कि मोते तुम्हर जणे मूलिया परी रख। जणे पुत्र रूपे घर को फेरिबा परिवर्ते अपबयी पुत्र निज पितांको घरे जणे मूलिया हेबार आशारे घर को फेरी आसिला। किंतु जेबे पिता देखिले कि तांको पुत्र पूर्व समस्त पाप निमंते पश्चाताप कला एवं घर को फेरी आसिला तेबे से निज पुत्र को क्षमा करिदेले। पिता बहुत खुशी होई सबुठारु सुंदर लुगा बाहर करी निज पुत्र को पिंधाइले एवं ताहा हाथरे मुदी और पादरे पादुका पिंधाइले आउ निज पुओ निमंते एक भोज आयोजित कले। आम्भे यहाकु लुक रचित सुसमाचार रे देखि परिबा। आपण आत्मिक स्वदेश अर्थात अनंत स्वर्गर राज्यर लाड़सा करुथाई जेउठी आम्भे शीघ्र फेरी जिबा। आसंतु आम्भे पुणी थरे आपणा हृदय उपरे यह आंकिबा कि यही प्रकार परिणाम आम्भकु आत्मिक रूपे दियाजिब। मु आशा करुअछि कि यही तुरी ध्वनिर बहुमूल्य पर्व द्वारा आम्भे परमेश्वरंक ठारे महान आशीर्वाद को प्राप्त करिबा। एहा द्वारा मु आजिर उपदेश को समाप्त करिबाकु चाहिबी। आपणंक बहुत बहुत धन्यवाद।